ଆମର ତ ମାଣବସା ନାହିଁ ଆଉ କିଛି ମାଙ୍କର ବିଧି ହେଇଯାଉଛି। ଆଉ ଶ୍ରୀମନ୍ଦିରରୁ ଆମର ଯେଉଁ ଆସିଥିଲା ଗୁଆ କଉଡ଼ି ଆଉ ଧାନ ଯେଉଁ ବୁଜୁଳିଟି ଆଉ ସେଇ ବୁଜୁଳିଟି ଆମର ଆଜି ମାଙ୍କ ଫଟୋ ପାଖରେ ଥୁଆ ହେଇକି ପୂଜା ହେଉଛି। ଆଉ ଦେଖୁନାହାନ୍ତି ମୁଁ ଏବେ ଏଇଟା ହେଲା ବୁଧବାରର ଭିଡ଼ିଓ ଆଉ ବୁଧବାର ରାତିର ଆଉ ସକାଳ ତ ଭିଡ଼ିଓ ଆପଣମାନେ ଦେଖିଥିଲେ। ଆଉ ରାତିରେ ମୁଁ ଏବେ ଠାକୁର ଘରୁ ଚିତା ପକାଟା ଆରମ୍ଭ କରିଦେଇଛି। ଆଉ ଏଇ ଠାକୁର ଘରୁ ଚିତା ପଡ଼ି ସାରିଲେ ତାପରେ ମୁଁ ସବୁ ଦୁଆର ବନ୍ଧ ମାନଙ୍କରେ ଚିତା ପକେଇବି। ଆଉ କାଲିର ଭିଡ଼ିଓ ତ ଆପଣମାନେ ଦେଖିଥିଲେ। ଆଉ ଆଜି ହେଉଛି ଗୁରୁବାର ଆଉ ଗୁରୁବାର ଏଇଟା ହେଉଛି ମାଙ୍କର ଦହି ପଖାଳ ପାଳି। ଆଉ ସକାଳୁ ଦେଖୁନାହାନ୍ତି ମୁଁ ଗାଧୋଇ ପାଧେଇକି ଆସି ଧଳା ଶାଢ଼ୀ ଟିଏ ପିନ୍ଧିଦେଇ ମୁଁ ପାଦରେ ଅଳତା ନାହିଁ ଏବେ ନିତ୍ୟକର୍ମ ସବୁ ସାରି ସାରିଲିଣି। ଠାକୁରାଣୀଙ୍କର ପୂଜା ସବୁ ସାରି ସାରିଲିଣି। ଆଉ ଏବେ ଦୁଇଟି ତୁଳସୀ ପତ୍ର ଆଣି ଏବେ ଖାଇଦେଉଛି। ଆଉ ତୁଳସୀ ପତ୍ରର ବହୁତ କିଛି ମହତ୍ତ୍ୱ ରହିଛି ଆଉ ମୁଁ ସେଇଥିପାଇଁ ଗୋଟିକୁ ଆପଣେଇଛି। ଆଉ ସବୁଦିନ ମୁଁ ଗାଧୋଇ ପାଧୋଇକି ପୂଜାପୂଜି ସାରିଲା ପରେ 2-3ଟି ତୁଳସୀ ପତ୍ର ଆଣିକି ଚୋବେଇ ଖାଏ। ଆଉ ସେଇଟା ଖାଲି ପେଟରେ ଖାଇଲେ କାହିଁକି ନା ଗୋଟିଏ ମାସ ଖାଇଲେ ଆମର ବର୍ଷ ସାରା କୌଣସି ରୋଗ ହୁଏ ନାହିଁ। ବିଶେଷ କରି ଥଣ୍ଡା ଜ୍ୱର ଏସବୁ ରୋଗ ହୁଏ ନାହିଁ। ଆଉ ଯେହେତୁ ଆମ ବୋଉଙ୍କର ବୟସ ଟିକେ ବଢ଼ି ଆସୁଛି ଆଉ ତାଙ୍କ ଫରମାଇଶରେ ଏବେ ରୋଷେଇ ହେଉଛି। ବୋଉ ଆମର ଆଜି ଆଣି ଦେଇଥିଲେ ଗଛରୁ ପାରିକି ଭଣ୍ଡା ଆଉ କହିଲେ ଭଣ୍ଡାକୁ ଭାଜି ଦିଅ ଆଉ ମୁଁ ଖାଇବି। ଏପଟେ ମୁଁ ଭଣ୍ଡା କାଟିବାକୁ ପନିକିରେ ବସି ପଡ଼ିଛି। ଆଉ ସେପଟେ ମୁଁ ସାନ ଯା ଚାହା ପାଣି ରେଡ଼ି କରିକି ପୁରା ଡାକ ଛାଡ଼ିଛି। ଜଲ୍ଦି ଆସ ଯେ ଚାହା ପିଇବ ନହେଲେ ଚାହା ଥଣ୍ଡା ହେଇଯିବ। ସେପଟେ ଚାହା ପାଣି ପିଇ ସବୁ ଥଣ୍ଡା ହେଇକି ରେଡ଼ି ହେଇକି ଆସି ଯାଇଥିଲୁ। ଆଉ ଆଜିର ରୋଷେଇବାସ ସବୁ ସାରି ଦେଇଥିଲୁ। ଆଉ ଏପଟେ ସମୟ ଆସିକି ରାତି 7:30 ହେଇଯାଇଥିଲା। ଆଉ ଖୁସି ମ୍ୟାଡ଼ାମ ଆମର କୁଆଡ଼େ ଯିବାକୁ ବାହାରିଥିଲା। ଆଉ ଦେଖୁନାହାନ୍ତି ତା ପାଇଁ ଏଠି ରୁଟିକୁ ଆଉ ଭଜା ତିଆରି ହୋଇଥିଲା। କୁଆଡ଼େ ଯାଉଛି କେଜାଣି ଯେମିତି ଶାଶୁଘର ଯାଉଛି ସମସ୍ତଙ୍କୁ ଏଠି ମୁଣ୍ଡିଆ ମାରି ବାହାରି ଯାଇଥିଲା। ଆଉ ଏପଟେ ଆମର ପୁଅ ଦେଖୁନାହାନ୍ତି କେତେ ବଡ଼ ବାହୁନା ପକେଇଥିଲା। ଆଉ ତା ପଛେ ତା ମା ବଡ଼ ମା ତାର ଜେଜେମା ସମସ୍ତେ ଚାଲି ଯାଇଥିଲେ। ଯେମିତି ଝିଅ ଆଜି ଶାଶୁଘର ପଳେଇ ଯାଉଛି। ଆଉ ତାର ଅଛି ଟ୍ୟୁସନରେ ବୁଲାବୁଲିର ପାଳି। କାଲି ଯେହେତୁ ହେବ ଶିଶୁ ଦିବସ ଆଜି ତାଙ୍କ ଟ୍ୟୁସନ ସାର୍ ନେବେ ବୁଲେଇବା ପାଇଁ। ଆଉ ଏବେ ସିଏ ତରଭରିଆ ହେଇକି ତା ସାଙ୍ଗ ସାଙ୍ଗରେ ଗାଡ଼ିରେ ଗଲା ଚାଲି। ଆଉ ଆକୁ କେହି ପାରୁନାହାନ୍ତି ସମ୍ଭାଳି। ଦେଖୁନାହାନ୍ତି କି କାନ୍ଦଲୁ ମା। ଆଉ ଏପଟେ ଦେଖୁନାହାନ୍ତି ଶତ୍ରୁ ଚାଲିଯିବା ଖୁସିରେ ଆଉ ବେଙ୍ଗ କେମିତି ଡିଆ ମାରୁଛି ଏଠି। ଆଉ ଡୁଡୁ ତ ଏଠି ବାଣ ଫୁଟେଇ ସାରିଲାଣି। ଆଉ ତ ସାଙ୍ଗମାନେ ଆଜି ପାଇଁ ତ ଭିଡ଼ିଓଟି ଏତିକି। ଆଉ କେମିତି ଲାଗିଲା ମୋତେ ଟିକେ କମେଣ୍ଟରେ କହିବେ। ରହୁଛି ନମସ୍କାର, ଜୟ ଜଗନ୍ନାଥ।